प्रत्येक 2 मास सार हो गलानी सबुदिन थाना को खाली थाना नु चांदबाली नुह भद्रक भी 4 थर जाइछु आ कलेक्टर भी जनइछु एडिशनल एसपी भी जनइछु प्रत्येक दिन थाना को जीमु थाना वाला हम विरक्त है दुनिया कथा भी विरक्त है आईएसी थाना गाड़ी डेली गोटे दौड़ी आस किसी काम ना तुम झील खाली खोजी आनी देदेव आम भगवान हो गलु तुम झील को देदेव तुम झील को तुम रखी भगवान जानी देदेव आम पाखे सर पैसा ना आम देला भाया आमको पैसा भी आम जी सक्षम पाइଛୁ ଦେଇଛୁ ସେମାନଙ୍କୁ ଦେଇଛି ଏମାନେ ଝିଅ ମଲା କି ଗଲା ତା ଖବର ବି ଆମେ ଟିକେ ପାଉନୁ 2 ମାସ ହେଇଗଲାଣି ଖାଲି କହୁଥିଲେ ଆମେ ଅପେକ୍ଷା କର ମରିଗଲା ପରେ ମୋ ଝିଅକୁ ଆଣିକି ଦେବେ ଆଜ୍ଞା ଥାନାରେ ଧାରଣାରେ ବସିଥିଲି ଗୋଟେ ଦିନ ବସିଲି ସାର୍ ପଚାରିଲେନି ଏଠି କଣ ପାଇଁ ବଇଛ ବୋଲି ବସିଛ ବୋଲି କଣ ପାଇଁ ଏଠି ବଇଛ ଗୋଟେ ସକାଳୁ ସଞ୍ଜ ପର୍ଯ୍ୟନ୍ତ ବସିକି ରହିଲି ନ ଖାଇ ପିଇକି କହିଲେ ମୋ ଝିଅକୁ ଟିକେ ଦେଖେଇ ଦିଅନ୍ତୁ ନହେଲେ କଥା ଟିକେ କୋଉଠି ଅଛି ସାର୍ ମଲା କି ଗଲା ଜାଣିବାକୁ ବି ପାଉନୁ 2 ମାସ ହେଇଗଲା ସାର୍ ମୋ ଛୁଆ କୁଆଡେ ଗଲାଣି ସାର୍ ଆଇଆଇସି ସାଙ୍ଗ ଅବିନାଶ ପଣ୍ଡା କହିଲେ ଆଇଆଇସି ମାଗୁଛନ୍ତି 5,000 ଟଙ୍କା ଦିଅ ସେ ଆପଣଙ୍କ ଝିଅକୁ ଖୋଜିବାକୁ ଯିବେ ଆପଣଙ୍କ କଥା ବୁଝି ସାର୍ ଫୋନ ପେରେ ଫାଷ୍ଟ 3,000 ଟଙ୍କା ଦେଲି ମୋ ପାଖରେ ସାର୍ ପଇସା ନଥିଲା ମୁଁ ଜଣକୁ ମାଗିକି ପୁଣି ଆଣି 2,000 ଦେଲି ତାପରେ ଆଇଆଇସି ଚାମ୍ବରରେ 2,000 କ୍ୟାସ୍ ବି ସାର୍ ଦେଇଛି ସାର୍ ଯେତିକି ମୋ ସଖ୍ୟ ପାଇଛି ଗରିବ ଲୋକ ସାର୍ ମୁଁ ଦେଇଛି ମୁଁ ତ ସାର୍ କହୁଥିଲି ପଇସା ମୁଁ କୋଉଠି ଆଣିକି ଦେମି ଦେଲେ ମୋ ଝିଅକୁ ଖୋଜିକି ଆଣିକି ଦେବେ ପଇସା ନାହିଁ ତ ସେଇଥିପାଇଁ ମୋ ଝିଅକୁ ଦଉନାହାନ୍ତି ସାର୍ ଆମେ ଏସପି କହିଲେ ଥାନାକୁ ଚାନ୍ଦବାଲି ଯିବନି ମୁଁ ବୁଝିମି ତମ କେସ୍ ମୋ କତିକି ଆସିବ ସାର୍ ଭଦ୍ରକ ଯିବା ଆମ ପାଖରେ ପ୍ରତ୍ୟେକ ଦିନ ସମ୍ଭବ ନୁହଁ ଆମେ ଏଇଥର ନିଷ୍ପତ୍ତି ନେଇଛୁ ଯାଇକି ଆତ୍ମହତ୍ୟା କରିବି ଏସପି ସାମ୍ନାରେ ଏସପି ଅଫିସ ସାମ୍ନାରେ ବାପା ମା 2 ଜଣ ବିଷ ଖାଇକି ସେଠି ଶୋଇଛୁ ମୁଁ ଆମ ପାଖରେ ଆଉ ଧୈର୍ଯ୍ୟ ନାହିଁ 2 ମାସ ହେଇଗଲା ଆମେ ଆଉ ସାର୍ ମୋ ଝିଅକୁ ବିଜେପି କଲେଜରେ ପାଠ ପଢଉଥିଲେ ବହୁତ ଭରସା ନେଇକି ମୋ ଛୁଆ ଉପରେ ବହୁତ ଭରସା ମାରି ଦେଇ ସାରିଲିଣି ମୋ ଛୁଆକୁ ଆଉ ରଖିନାହାନ୍ତି ମୋ ଝିଅ ଯଦି ବଞ୍ଚିଥାନ୍ତା କଲ୍ ବି କରନ୍ତା କିଛି ବି ପାଉନୁ ନା ପୋଲିସ ଜାଣିକି ଆମଠୁ ମିଛ କହୁଛି ସବୁ ରାଜେନ୍ଦ୍ର ପୁଅ ରାଜା ମାଳିକି ତା ଭାଇ ବାପୁନ ମାଳିକି ତା ସାଙ୍ଗ ଦୀପୁ ମାଳିକି ପାଗଳା ମାଳିକି ସାର୍ 2ଟା ବାଇକ୍ ନେଇକି 4 ଜଣ ଆସିଥିଲେ ସାର୍ ଗାଁ ଲୋକ କହୁଛନ୍ତି ଦେଖିଛନ୍ତି ବି ସାର୍ ତାଙ୍କ ଘର ଗୁହାଳ ବାଁଶଡ଼ା ପଞ୍ଚାୟତ ବାଁଶଡ଼ା ଥାନା ସାର୍